ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ଆମ ପରିବାର ଭିତରେ ବିଭିନ୍ନ ବର୍ଗର ବିଭିନ୍ନ ଚରିତ୍ରର ଆମେ ସଦସ୍ୟମାନଙ୍କୁ ପାଇଥାନ୍ତି, ଛୋଟରୁ ବଡ଼ ପର୍ଯ୍ୟନ୍ତ। ନାଇଁ ତିନୋଟି ତ ଅବସ୍ଥା, ବାଲ୍ୟ ଅବସ୍ଥା, ମିଡ଼ିଲ ଅବସ୍ଥା ଆଉ ବାର୍ଦ୍ଧକ୍ୟ ଅବସ୍ଥା। ଆମେ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛନ୍ତି ଆମକୁ କଡ଼ା ନଜର ରଖିବାକୁ ପଡ଼ିବ। କାହିଁକି ନା ଆମେ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟ ଅବସ୍ଥାକୁ ଯାଉଛନ୍ତି। ତ ଯେତେବେଳେ ଆମେ ସେ ଜାଗାକୁ ଯିବା ତ ଆମର ଅବସ୍ଥା କ'ଣ ହେବ? ଆପଣ କହିବାର ଅର୍ଥ ଆପଣଙ୍କର ଶୁଣିଥିବେ ବିଭିନ୍ନ ପରିବାର ଭିତରେ ଯେତେବେଳେ ବିଶୃଙ୍ଖଳା ହେଉଛି, ଆଉ ବିଶୃଙ୍ଖଳାର କାରଣ ବୁଢ଼ା ବୁଢ଼ୀମାନଙ୍କୁ ହିଁ ଦର୍ଶାଯାଉଛି ଯେ ସେଇମାନଙ୍କ ପାଇଁ ବିଶୃଙ୍ଖଳା ହେଉଛି। ପ୍ରକୃତରେ ସେମାନଙ୍କର କେବଳ ଭୁଲ ଥାଏ ନା ଅନ୍ୟମାନଙ୍କର ବି କିଛି ଭୂମିକା ଥାଏ? ଆମକୁ ସଚେତନ ହେବାକୁ ପଡ଼ିବ। କ'ଣ ବୁଝିପାରୁଛନ୍ତି ନାହିଁ? କାହିଁକି ନା ଆମେ ଏମିତି ଏକ ମଝି ଜାଗାରେ ଅଛନ୍ତି ଯେଉଁଠି ମୋର ବାଲ୍ୟ ଅବସ୍ଥା ଏବଂ ବାର୍ଦ୍ଧକ୍ୟ ଅବସ୍ଥା, ଅତୀତ ଏବଂ ଭବିଷ୍ୟତ ଦୁଇଟି ରହିଛି। ମୋ ପିଲାମାନେ ଭୁଲ କଲେ ବା କୌଣସି ଜିନିଷ ଭାଙ୍ଗିଦେଲେ ମୁଁ ହସିଦିଏ, ହଁ ଛାଡ଼ କିଛି ନାହିଁ, ନୂଆ କରିଦେବା। କିନ୍ତୁ ଯଦି ମୋ ବାପା ମା' ଭାଙ୍ଗି ଦେଉଛନ୍ତି ବା କିଛି ଭୁଲ କରିଦେଉଛନ୍ତି, ଭୁଲ କଥାଟିଏ କହିଦେଉଛନ୍ତି, ସେତେବେଳେ ମୁଁ କ୍ଷମା ଦେଉନି। କଥା ମହାଭାରତ ହେଇଯାଉଛି, କଥା ମାରିବା ପର୍ଯ୍ୟନ୍ତ ଚାଲିଯାଉଛି। ଏଇଟା କେତେ ଦୂର ଯୁକ୍ତିଯୁକ୍ତ କହିଲେ ଆପଣ? ବୁଝିପାରୁଛନ୍ତି? ଆମକୁ ହିଁ ଏହାକୁ ସମାଧାନ କରିବାକୁ ପଡ଼ିବ। ଆଉ ବିଶେଷ କରିକି ଯେଉଁମାନେ ବୃଦ୍ଧା ବା ବୃଦ୍ଧ ବୃଦ୍ଧା ରହୁଛନ୍ତି ସେମାନଙ୍କର ଅବଶ୍ୟ କିଛିଟା ଭୂମିକା ରହୁଛି। କାହିଁକି ନା ସେମାନେ ଯେତେବେଳେ ଯୁବକ ଅବସ୍ଥା ଥିଲେ ପରିବାର ତିଆରି କରିଛନ୍ତି, ସେ ନିଜ ହାତରେ ପରିଶ୍ରମ କରିଛନ୍ତି, ଘର ବନେଇଛନ୍ତି, ତ ସେମାନଙ୍କର ଯେଉଁ ଚିନ୍ତାଧାରା ମାଇଣ୍ଡସେଟ୍ଟା ରହିଆସିଛି, ସେ ମାଇଣ୍ଡସେଟ୍ଟାକୁ ସେମାନେ ବଦଳେଇ ପାରନ୍ତିନି। କିନ୍ତୁ ନିହାତି ବଦଳେଇବା ଦରକାର। କାହିଁକିନା ଯଦି ଆପଣ ମାଇଣ୍ଡସେଟ୍ ନ ବଦଳେଇବେ ବିଭିନ୍ନ ଗୋଟେ ଅବସ୍ଥାରୁ ଆଉ ଗୋଟେ ଅବସ୍ଥାକୁ ଯାଉଛନ୍ତି ନା। ମୋବାଇଲଟା ଯେତେବେଳେ ପୁରୁଣା ହେଇଯାଏ ଅଧିକ ସମୟ ଚାର୍ଜ ନିଏ, ଚାର୍ଜର ବି ବଦଳାଯାଏ। ବୁଝିପାରୁଛନ୍ତି ନା? ଏଥିରେ ଚାର୍ଜ ନେଉନି, ଆଉ ଗୋଟେ ଚାର୍ଜର ଆସେ, ଅପଡ଼େଟ୍ ହୁଏ, ସଫ୍ଟୱେର୍ ଅପଡ଼େଟ୍ ହୁଏ। ସେମିତି ଆମକୁ ଅପଡ଼େଟ୍ ହେବାକୁ ପଡ଼ିବ। କାହିଁକି ନା ଆମେ ଆଡ଼ଜଷ୍ଟ ହେଇପାରିବାନି, କାରଣ ସମୟ କେବେ ସ୍ଥିର ନାହିଁ, ସେ ବଦଳି ଚାଲିଛି। ତ ସମୟ ବଦଳୁଥିବା ଅନୁସାରେ ଏ ସମାଜ ବଦଳୁଛି, ଲୋକମାନେ ବଦଳୁଛନ୍ତି, ଚରିତ୍ର ବଦଳୁଛି। ତେଣୁ ସେ ବଦଳୁଥିବା ଚରିତ୍ର ସମୟରେ ଆମେ ନିଜକୁ ବଦଳାଇବା ଦରକାର, ମାଇଣ୍ଡସେଟ୍ ବଦଳାଇବା। କ'ଣ ନା ଆମେ ବେଳେବେଳେ କିଛି ଶୁଣିକି ମୁଁ ଶୁଣି ନାହିଁ, ବୁଝିପାରୁଛନ୍ତି ନା? କାନ ଦୋଷ ଥିବ, ଭୁଲ କଥାଟିଏ ଶୁଣିଦେଲି, ଭୁଲ କଥାଟିଏ କହିଦେଲି, ଅଳ୍ପ କ'ଣ ଶୁଭିଲା, ଟିକିଏ କ ଶୁଭିଲା, ମୁଁ କକୁ ଯୋଡ଼ିକି କ'ଣ ଗୋଟେ କହିଦେଲି। ସେମିତି ଜମାରୁ ଆମେ ପାଟିଟିକୁ ବନ୍ଦ ରଖିବା। ମୁଁ ମୂକ, ମୁଁ କାଲ, ମୁଁ ବଧିର। ବୁଝିପାରୁଛନ୍ତି? ଆମେ କେବଳ ସମସ୍ତଙ୍କ ଖୁସିରେ ଖୁସି ହେବା, ସମସ୍ତଙ୍କ ଦୁଃଖରେ ଦୁଃଖୀ ହେବା। ଏହା ହିଁ ଜୀବନ। ବୁଝିପାରୁଛନ୍ତି? କାରଣ ଆମେ ସମସ୍ତେ ବାନ୍ଧି ହେଇକି ରହିବାକୁ ପଡ଼ିବ। ବୁଝିପାରୁଛନ୍ତି? ବାନ୍ଧି ହେବା ପାଇଁ ହେଲେ ଆମକୁ କିଛି ନା କିଛି ସାକ୍ରିଫାଇସ୍ କରିବାକୁ ପଡ଼ିବ। ବୁଝିପାରୁଛନ୍ତି?